ଆପଣଙ୍କ ଅଫିସରେ କର୍ମକ୍ଷେତ୍ରରେ ଶତ୍ରୁ ପ୍ରବଳ ଲାଗି ରହୁଛି କି? ଯଦି ଶତ୍ରୁ ଲାଗି ରହୁଛି, ଶତ୍ରୁକୁ ଦୂରୀକରଣ କରିବା ପାଇଁ ଗୋଟିଏ ସରଳ ପ୍ରୟୋଗ କରନ୍ତୁ। କୌଣସି କୃଷ୍ଣପକ୍ଷ ମଙ୍ଗଳବାର ସନ୍ଧ୍ୟା ସମୟରେ ଆପଣଙ୍କ ଠାକୁର ଘରେ ଗୋଟିଏ ହଳଦିଆ କପଡ଼ା ପକାନ୍ତୁ, ବଗଳାମୁଖୀ ଯନ୍ତ୍ର ରଖନ୍ତୁ, ବଗଳାମୁଖୀ ଚିତ୍ରପଟ ରଖନ୍ତୁ, ପଞ୍ଚାମୃତ ଗଙ୍ଗାଜଳ, ହଳଦିଆ ଫୁଲ, ବିଲ୍ୱପତ୍ର, ଚନ୍ଦନ ସିନ୍ଦୁର, ଫଳମୂଳ ଭୋଗ ଏସବୁ ସାମଗ୍ରୀ ରଖି ଶୋଧନ କରନ୍ତୁ। ଶତ୍ରୁଙ୍କ ନାମରେ ସଂକଳ୍ପ କରନ୍ତୁ। ସଂକଳ୍ପ କରି ସାରିଲା ପରେ ଆପଣ ପୂଜା କରନ୍ତୁ ବଗଳାମୁଖୀକି। ଆସନଂ ସ୍ୱାଗତଂ ପାଦ୍ୟଂ ଅର୍ଘ୍ୟ ଆଚମନୀୟକଂ ମଧୁପର୍କ ଆଚମନ ସ୍ନାନ ବସନା ଭରଣାନିଚ ସୁଗନ୍ଧ ସୁମନ ଧୂପ ଦୀପ ନୈବେଦ୍ୟ ବନ୍ଦନଂ। ଏଇଭଳି କ୍ରମ ଅନୁସାରେ ଷୋଡ଼ଶୋପଚାର ପୂଜା କରନ୍ତୁ। ପୂଜା କରିସାରିଲା ପରେ ଗୋଟିଏ ମନ୍ତ୍ର ମୁଁ ଡାକୁଛି, ଏହି ମନ୍ତ୍ରକୁ 108 ଥର ଜପ କରନ୍ତୁ। ଓಂ ହ୍ଲିଂ ବଗଳାମୁଖୀ ସର୍ବଦୁଷ୍ଟାନାଂ ବାଚ ମୁଖଂ ସ୍ତମଂ ଜିହ୍ୱାଂ କିଳୟ କିଳୟ ବୁଦ୍ଧିଂ ବିନାଶାୟ ଘିଳିଂ ଓಂ ସ୍ୱାହା। ଏହି ମନ୍ତ୍ରକୁ 108 ଥର ଜପ କରନ୍ତୁ। ଜପ କରିସାରିଲା ପରେ ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ ଦେବୀଙ୍କି। ଜଣାନ୍ତୁ ଆପଣଙ୍କର ଏହି କଥା। ତାପରେ ଦେଖିବେ ଆପଣଙ୍କର ଶତ୍ରୁ ଅପସରି ଯିବେ। କର୍ମକ୍ଷେତ୍ରରୁ ସମସ୍ତ ଶତ୍ରୁ ସ୍ତମ୍ଭୀଭୂତ ହୋଇଯିବେ। ରହୁଛି। ନମସ୍କାର। ଜୟ ଜଗନ୍ନାଥ। ଜୟ ମା କାମାକ୍ଷା।